यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज मो सह आलोचना करवा बड़ देउल मार्जार लीला। बुझी मार्जार बंदे कौन बिले बुझीगला। मालिका शास्त्र पंच महाजन लिखिं पंच महापुरुष लिखिं ये विषय आम आज आलोचना करवा पट्टामढ़ाण शास्त्र शिशु अनंत लेखा केते ठीक केते भूल विचार मोर नु विचार होची तमर है। महापुरुष कहते एमती गोटे समय आसो बड़ जोड़े कौन है बिले बस तुम जाइछ जो पूरी बिले देख बिल भितर बिले देखा कि माकड़ देखा ना कुकुर भी देखा जाती कि समय आसो बड़ जोड़े कौन हो बिले बाहर बस बिले गोटे जीव मन रखि था आगत भविष्य तो जानी पाए। तुम देखो गाँ गली जाऊ बिले यदि रास्ता पास करगला अनेक व्यक्ति कौन कर छिड़ा जाती कारण आग गोटे अशुभ कौन घटो बोली बिले कौन कर जानीपे आमको सतर्क कर आउ किए जाने ना गोरु तुम जाऊ जदि गोरु भोकिले माने बोबेले तुम जान कौन विपद अच्छे मनीष अनेक व्यक्ति विशेष मैंने कहते गृह परित्याग फेरी आसती जाती एमती अनेक सब अतीत कौन अच्छी लक्षण मान देखिकी अतीत सब विचार कर बर्तमान यह सब ना कालक्रम सब लोप हो गला। महापुरुष कहते जोगिनी माने परिप्रकाश जो तमें मैंने आम मैंने किपरि जाना बुझे जोगिनी कांतानी माने संसार माने कौन अच्छा लीला खेला परिप्रकाश कले आम केमी जाना तार गोटे संतक देखते किए से शिशु अनंत केते सत केते मिछ विचार होची तमर। महापुरुष कहले कलप बटरे गलप करिवे जोगिनी बसिवे जाए। शिशु आनंद सीधा आरंभ होते आरंभ जिते बेले कलिर अंतिम पर्याय आसो जोगिनी माने बाहर से बड़ देउल कौन लक्षण तुम जापर किपरि ना कलप बटरे गलप कह से कथबार्ता गलप बोले कौन कथबार्ता से कथबार्ता आम कौन बुझीपर आम बुझीपर किंतु कल्पवट बाके से माने जोगिनी माने कौन करेंगे गलप करेंगे कथबार्ता जोगिनी बसवे जाए यथा से जोगिनी माने कौन हे बसवे तार आम केमी जाना से जोगिनी बसले ठीक ना गोटे रूप दरकार फेर ना मार्जर रूप आपे भी हजिए जोगमाया रूप मार्जर बोलते बिराड़ी कहले बिराड़ी माने जेते बेले कल्पवट पाखरे बा देउल बेड़ा भितर बसिवे
ଯୋଗୀମାନେ କ'ଣ ବିରାଡ଼ି ରୂପରେ ଆସି ବଡ଼ଦେଉଳରେ ପ୍ରବେଶ କରିଗଲେ। ଯୋଗମାୟା ରୂପ ହୋଇ ସେଇଠୁ କ'ଣ ହବ, ସେମାନେ କରାଳ ରୂପକୁ ଧାରଣ କରିବେ। ବାସ୍ତବ ମତେ ସେ ବିରାଡ଼ି ନୁହଁ, ସେମାନେ ଅଛନ୍ତି ଯୋଗିନୀ। ସେ ବିରାଟ ରୂପରେ କ'ଣ କରିବେ, ଆମମାନଙ୍କୁ ଦର୍ଶନ ଦେବେ ଏବଂ କରାଳ ରୂପ ହେବେ। ତାପରେ ଭୟଙ୍କର ରୂପ କ'ଣ କରିବେ, ସଂହାର କରିବେ। ସଂହାର କ'ଣ କରିବେ, କ'ଣ ହାତରେ ମାନେ ହାଣିବେ ନା, ମାନେ ଅକସ୍ମାତ୍ ସବୁ ଘଟିବ। ବୁଝିହେଉଛି, କି ଗାଡ଼ି ଧକ୍କାରେ ମରିଯିବ, କି ହାର୍ଟ ଚୋକରେ ମରିଯିବ। ମାନେ କହିବାର ତାତ୍ପର୍ଯ୍ୟ, ଅଳ୍ପ ବୟସର ବ୍ୟକ୍ତିମାନେ କ'ଣ ହେଇଯିବେ, ଅନେକ ବିନାଶ ହେବେ। ଯୋଉ ଯାକ ସଚୀ ମାତା କହିଥିଲେ ଟୀକା ଗୋବିନ୍ଦ ଚନ୍ଦ୍ର, ଭଜୁ କିନା ରାମ ନାମରେ କୁମର ଭଜୁ କିନା ରାମ ନାମ, ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ ବାନ୍ଧି ନେବ କାଳଜମ। ସେହି କାଳଜମ ବଡ଼ ଦାରୁଣରେ ସଜେଇ ରଖେ ମିନତି, ବାଛି ନେବ କଞ୍ଚା ରଖିବ ପାଚଲା ଦେବଟି ଦାରୁଣ ଦୁଃଖ। ମାନେ ବୟସ୍କ ବାପା ମାନେ କହିଥିବେ, ତାଙ୍କ ଆଗରେ ଭେଣ୍ଡା ପୁଅ ମାନେ ଚାଲି ଯାଉଥିବେ। ଦୁଃଖ ତ ଦୁଃଖ, ତାକୁ କୁହନ୍ତି ଦାରୁଣ ଦୁଃଖ। ସେ ଦୁଃଖରେ ମନୁଷ୍ୟ ଏମିତି ଭାଙ୍ଗି ପଡ଼େ, ଯାହାକି ତା ଆଖିରୁ ଲୁହ କ'ଣ କି ବୁହେ ନାହିଁ। ଯାହାକୁ ଶୁଦ୍ଧ ଓଡ଼ିଆରେ କୁହନ୍ତି ଛାତିଟା ଆଜି ପଥର ହେଇଯାଇଛି, ସେମାନେ ଜଡ଼ ସଦୃଶ ହେଇଯାଏ। ବୁଝିହେଉଛି, ଏଇ ରୂପରେ କ'ଣ ହେବେ, ଯୋଗିନୀ ମାନେ ଯୋଗମାୟା ରୂପକୁ ଧାରଣ କରି ଦୁଷ୍ଟ ସଂହାର କରିବେ ବୋଲି ଶିଶୁ ଅନନ୍ତ ପଟ୍ଟାମୁଣ୍ଡାଣ ଶାସ୍ତ୍ରରେ ସିଦ୍ଧ ବାରଙ୍ଗକୁ ଉପଦେଶ ଦେଇଥିଲେ। କାରଣ ଏଗୁଡ଼ା ସବୁ ଅସମ୍ଭବ କଥା, କିନ୍ତୁ ଅସମ୍ଭବ କଥା ହିଁ ସମ୍ଭବରେ ପରିଣତ ଧୀରେ ଧୀରେ ହେଉଛି, ଭବିଷ୍ୟତରେ ହେଇପାରେ। ଅଦିନରେ ଆମ୍ବ ବଉଳ ହେବା କଥା ଏବେ ହେଲାଣି, ଅଦିନରେ ଲିମ୍ବ କଢ଼ି ହବ ହେଲାଣି ନା ନାଇଁ। ପୁରୁଷମାନେ ନାରୀ ହେବା କଥା ମହାପୁରୁଷ କହିଥିଲେ, ସେ ବି ନାରୀ ହେଲେଣି। ପୁରୁଷମାନେ ପିଲା ପ୍ରସବ କରିବେ, ସେ ବି ହେଲାଣି। ନାରୀମାନେ ପୁରୁଷତ୍ୱ ଲାଭ କରିବେ, ବର୍ତ୍ତମାନ ଘଟିଲାଣି ନା ନାଇଁ। ଏବଂ କୁକୁଡ଼ାମାନେ କ'ଣ ହେବେ, ରାବ ଶୂନ୍ୟ ହେବେ। ବର୍ତ୍ତମାନ ବ୍ରଏଲର କୁକୁଡ଼ା ଯେଉଁ ଆସୁଛନ୍ତି, ଆମର ବୋବଇଆ ସେମିତି ଅଛି ନା, ଅଛି କି? ଏ ଘଟଣା ସବୁ କ'ଣ ହେଲାଣି, ଧୀରେ ଧୀରେ ଘଟିଲା। ତେଣୁ ଆଗକୁ ସବୁ କ'ଣ ହବ, ଅନେକ ବିଧିପାତ ସବୁ ଦେଖାଦେବ। ସେ ସମୟରେ ଧନର ବଳ ନଥିବ, କି ବଳର ବଳ ନଥିବ, କି ଜ୍ଞାନର ବଳ ନଥିବ, କି ବିବେକର ବଳ ନଥିବ। ଗୋଟିଏ ବଳ ଥିବ, ଧର୍ମର ବଳ। ଯାହାକୁ କୁହନ୍ତି ଧର୍ମ ଏକା ସିନା ମହତ ପଣିଆ, ଆଉ ସବୁ କଥା ଅଢ଼େଇ ଦିନିଆ। ଧର୍ମ କଲା ଲୋକ ସଦା ସର୍ବଦା ପାପଟାକୁ କ'ଣ କରିଥାଏ, ଭୟ କରିଥାଏ। ଏବଂ ଧର୍ମ କଲା ଲୋକ ସଦା ସର୍ବଦା କ୍ଷମାର ପ୍ରତି ହୋଇଥାନ୍ତି। ବୁଝିହେଉଛି ନା। ଆଉ ଯିଏ ପ୍ରକୃତରେ ଭକ୍ତ, ଠାକୁର ଅଭିନବ ସୁନ୍ଦରଙ୍କ ଭାଷାରେ ସେ କହନ୍ତି, ଯଜ୍ଞ ଦାନ ହୋମ କର୍ମ ଏତାନି ଭକ୍ତ ଲକ୍ଷଣ। ଏଇ ଭାବରେ ଯାହାର ଥିବ, ସେ ଭକ୍ତ ରୂପରେ ଜଗତ ତାଙ୍କୁ ଜାଣିପାରିବ, ଇଏ ହେଉଛି ପ୍ରକୃତରେ ଭକ୍ତ। ସେମାନଙ୍କର ଗର୍ବ ନଥିବ, ହିଂସା ନଥିବ, ବାଦ ନଥିବ, ସମସ୍ତିକି ସମଦୃଷ୍ଟିରେ କ'ଣ ଥିବ, ବୁଝିହେଉଛି। ତେଣୁ ମହାପୁରୁଷଙ୍କ ଭାଷାରେ ବିଲେଇମାନେ ଯେତେବେଳେ ନୀଳାଞ୍ଚଳରେ ଦେଖାଦେବେ, ନୀଳାଞ୍ଚଳ ମାନେ ଶ୍ରୀକ୍ଷେତ୍ର ଭିତରେ, ବୁଝିହେଉଛି ନା, ମନ୍ଦିର ବେଢ଼ା ଭିତରେ ଯେତେବେଳେ ଦେଖାଦେବେ, ସେ ସମୟରେ ଯୋଗୀମାନେ ପ୍ରକାଶ ହେବେ ବୋଲି ମହାପୁରୁଷ ଆମମାନଙ୍କୁ ଚେତନା ଦେଇଛନ୍ତି। ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ବୋଲ ଆନନ୍ଦେ ଗବା ହରି।